ହାଇଦ୍ରାବାଦ ରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମର ଜଣେ ଯୁବକକୁ ହାଇଦ୍ରାବାଦରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଅଁଳାଭଟା ଗାଁର ବିଜୁ ଖୋରସେଲ। ପ୍ରକାଶ ଯେ ବିଜୁ ଗୋଟିଏ ସପ୍ତାହ ହେବ ଖପ୍ରାଖୋଲ ବ୍ଲକ ମାଲପଡ଼ା ଗ୍ରାମର ନରେନ୍ଦ୍ର ଖୋରସେଲଙ୍କ ସହ ହାଇଦ୍ରାବାଦ ଗଗଲାପୁର ଅଞ୍ଚଳକୁ ଏକ ମେଡିସିନ କମ୍ପାନୀକୁ ଯାଇଥିଲେ। ସେଠାରେ ପହଞ୍ଚି ମେଡିସିନ କମ୍ପାନୀରେ କାମରେ ନିୟୋଜିତ ହୋଇଥିଲେ। ଦୁହେଁ ନିକଟରେ ଥିବା ଏକ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ସହ ଅନ୍ୟ ଯୁବକମାନେ ମଧ୍ୟ ସେଠାରେ ରହୁଥିଲେ। 2 ଦିନ ତଳେ ନରେନ୍ଦ୍ର ବିଜୁଙ୍କ ବାପାକୁ ଫୋନ୍ କରି ତୁମ ପୁଅ ଅନ୍ୟ ଜଣେ ଯୁବକ ସହ ଝଗଡ଼ା କରୁଛି ବୋଲି ଫୋନ୍ରେ କହିଥିଲେ। ଅନ୍ୟପଟେ କମ୍ପାନୀର କେତେଜଣ ବ୍ୟକ୍ତି ଯାଇ ବୁଝାମଣା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ତେବେ ଶନିବାର ସକାଳେ ବିଜୁଙ୍କ ମୃତଦେହ ଏକ କୂଅରୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେଠିକାର ପୋଲିସ କୂଅରୁ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ଏ ସମ୍ପର୍କରେ ପରିବାର ଲୋକେ ଖବର ପାଇ ବେଲପଡ଼ା ଥାନାରେ ଏକ ଅଭିଯୋଗ କରିଛନ୍ତି। ପାଟନାଗଡ଼ରୁ ମିର୍ଚା ନ୍ୟୁଜ୍ ଟିମ୍ ବ୍ୟୁରୋ।